नमस्कार नमस्कार बंधु प्रिय श्रोत्र बंधु विज्ञ विचारधारा आपण मैंने राशि चक्र नवग्रह उपरे गवेषणा करुछंती आपण जानिछंती जानिया को चाहूछंती जे केतुर प्रभाव कर्कट राशि उपरे किभଳି प्रतिफलित हेबो एवं समस्त कर्कट राशि बंधु व्यक्ति विशेष केउं केउं समस्यार सम्मुखीन हेबे ओ किभଳି समाधान करिवे। राशि कर्कट जो थे चंद्र निज घर तैयारी करचंती बृहस्पति यहाँ को उच्च घर मानती मंगल यहाँ नीच घर और रवि यहाँ को मित्र घर भावे। हाँ बंधु ये कर्कट राशि 7, 8 और 9 पुनर्वसु पुष्या और कर्कट 3 नक्षत्र आम आज जानिबा ये केतु चलन रे पुनर्वसु की फल पाइबे पुष्या की फल पाइबे और अश्लेषा की फल पाइबे ये सब आलोचना करने पूर्व आम आग आम जातक देखा आम जातक केतु केउठी अछंती जातक ही आग जन्म जातक ग्रह माने जदि मित्र ग्रह सहित मित्र ग्रह स्थान मित्र ग्रह दृष्टि थांती ताहले शुभ फल दे थांती। चंद्र सूर्य मंगल बृहस्पति सहित जदि केतु थांती तेबे अवश्य सुफल देवे। चंद्र रवि मंगल बृहस्पति दृष्टि जदि केतु थांती अवश्य सुफल देवे। मेष बिछा धनु मीन चंद्र माने कर्कट और सिंह ये घरे जदि केतु थिबे ताहले सुफल देवे। विशेषकर तृतीय षष्ठ दशम एकादश जदि केतु थिबे ताहले सुफल देवे। आमे आम जातक देखि सारे आम जातक केतु केउठी अछंती केउ ग्रह दृष्टि अछंती केउ ग्रह सहित अछंती केउ संख्या विशिष्ट गृह अछंती। तापरे आमे एबे जीवा 7, 8, 9 नक्षत्र 9टा आगे कहवा 9 संख्या हूँ ब्रह्म संख्या तेणु अश्लेषा नक्षत्र जे कि रामचंद्रंकर सी बंधु माने कौन फल भोगिबे। जदि राशि कर्कट नक्षत्र अश्लेषा तेबे समय आदौ भल नुहे। अकस्मात हाथरू धन सरीजीव चोरी होईजीव केउठी हजिजीव बुद्धि काम दबनी भल आय हेले भी अधिक खर्च हब अधिक व्यय हेब भल अमल हेले भी ताहा विभिन्न उपाय चलीजीव जमीरे खूब अधिक सुंदर शस्य होते भी प्राकृतिक विपर्य नष्ट करदेव। बहु कारण 9 नंबर नक्षत्र केतुंकर आशीर्वाद पाई हाथरू पैसा खसीज
ସାରାଂଶ ଏତିକି। ତେଣୁ हे ଅଶ୍ଳେଷା ନକ୍ଷତ୍ରଧାରୀ କର୍କଟ ରାଶି ବନ୍ଧୁ, ଚେଷ୍ଟା କରନ୍ତୁ ସଞ୍ଚୟ କରିବା ପାଇଁ। ବିଧି କାହାର ଅଧୀନ ନୁହଁ। ଯଦି ଆପଣ ସଞ୍ଚୟ ମନୋବୃତ୍ତି ହେଇଥିବେ, ପରୋପକାରୀ ହେଇଥିବେ, ଆଉ ଗଣପତିଙ୍କୁ ପୂଜା କରୁଥିବେ, ଓಂ ଗଂ ଗଣପତये ନମଃ, ହୁଏତ କିଛି ଅର୍ଥ ଆପଣଙ୍କର ସଞ୍ଚିତ ଅବସ୍ଥାରେ ରହିବ ବା ଆପଣଙ୍କୁ ସୁଖ ଦେବ। ଆସିବା ସପ୍ତମ ପାଖକୁ। ସପ୍ତମ ହେଲେ କର୍କଟ ରାଶିର ପ୍ରଥମ ନକ୍ଷତ୍ର। ଯଦି ରାଶି କର୍କଟ, ନକ୍ଷତ୍ର 7 ମାନେ ପୁନର୍ବସୁ, ତେବେ କଥାଟା ବି ଆଦୌ ଭଲ ନୁହେଁ। କ'ଣ ହେବ ନା ସମ୍ମାନ ହାନି ହେବ। ସମ୍ମାନ ହାନି ହେଲେ ବହୁତ ଅସୁବିଧା ହୁଏ। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ବିକଡ଼ା। ତେଣୁ ସମ୍ମାନକୁ ଜଗି କଥାବାର୍ତ୍ତା କରିବା, କାମ କରିବା, ଯେଉଁଥିରେ କିଛି ଅସୁବିଧା ହେବନି। ସୁତରାଂ ସମ୍ମାନ ହାନି ଭଳି ଘଟଣା ଘଟିପାରେ। ସଜ ଗୋବରରେ ମାଛି ବସିଲା ଭଳି ବୃଥା ନିନ୍ଦା ଶୁଣି ଆପଣ ଚିନ୍ତିତ ହେବେ। ଚରିତ୍ରରେ ଦାଗ ଲାଗିଯାଇପାରେ। ସାମାନ୍ୟ ଲୋକ କଟୁକ୍ତି ପ୍ରୟୋଗ କରିପାରନ୍ତି। ଭାରି ଦୁଃଖ ଲାଗିବ। ଏଭଳି କି ଜୀବନ ସାଥୀ ଶତ୍ରୁ ଭଳି ବ୍ୟବହାର କରିବେ। ଅତି ଆଦରର ସ୍ନେହର ଭାଇ ମୁହଁ ମୋଡ଼ିଦେବେ। ଭାଇ ଭଉଣୀ ସାଙ୍ଗରେ ବି ଭଲ ସମ୍ପର୍କ ରହିବନି। ସମ୍ମାନ ହାନିଜନକ କାର୍ଯ୍ୟ ଯେମିତି ନ ହୁଏ। ଯଦି ଆପଣ ଚୁପ୍ ରହିବେ, ଆ କଥା ତା କଥା ନ ଶୁଣିବେ, ଏ କାନରେ ପୁରେଇ ସେ କାନରେ ବାହାର କରିଦେବେ, ତାହେଲେ ହୁଏତ ସମ୍ମାନ ରହିପାରେ। ଆଉ ଯଦି ଆପଣ ଅନୁଚିତ କର୍ମ କରିବେ, ତାହେଲେ ତ ଭୁଲ କାର୍ଯ୍ୟ ହେଲା, ଭୁଲ ଫଳ ମିଳିବ, ସମ୍ମାନ ହାନି ହେବ। ତେଣୁ ଆଲୋ ସଖୀ, ଆପଣା ମହତ୍ଵ ଆପେ ରଖି, ଏକଥା କେତୁ ଗ୍ରହ ସୂଚେଇ ଦେଉଛନ୍ତି। ହାତେ ମାପି ଚାଖେଣ୍ଡି ଚାଲନ୍ତୁ, ମଙ୍ଗଳ ହେବ। ଏବେ ଆସିବା କର୍କଟ ରାଶିର ପୁଷ୍ୟା ନକ୍ଷତ୍ର ପାଖକୁ। 8 ନକ୍ଷତ୍ର। ଯଦି ରାଶି କର୍କଟ, ନକ୍ଷତ୍ର ପୁଷ୍ୟା, ତାହେଲେ ବହୁତ ଭଲ ସମୟ ଆସୁଛି ଓ କେତୁ କଲ୍ୟାଣ କରିବେ। ଧନ ଲକ୍ଷ୍ମୀଙ୍କର କରୁଣା ବର୍ଷିବ। ଧନ ଲକ୍ଷ୍ମୀ ଆଶୀର୍ବାଦ ପୁଷ୍ପ ବୃଷ୍ଟି କରିବେ। ସମସ୍ତ ମଙ୍ଗଳ ହେବ। ସବୁ ଅଭାବ ଦୂରୀଭୂତ ହୋଇଯିବ। ଆଉ ଆପଣଙ୍କର ଅଭାବ, ଅସୁବିଧା, ଋଣ, ରୋଗ, ବ୍ୟାଧି, ରୋଗ ନୌକା ବୁଡ଼ିଯିବ। ସୁଖ ପୁଷ୍ପ ବୃଷ୍ଟି ହେବ। ଶାନ୍ତି ମିଳିବ, ଆନନ୍ଦ ମିଳିବ, ଅଭାବ ରହିବନି। ଯେତେ ଯେଉଁଠି ଋଣ କରଜ କରିଥିବେ, ହାତ ଉଧାରି କରିଥିବେ, କେଉଁଠୁ ଅର୍ଥ ଆସି ତାହା କ୍ରମଶଃ ଶୁଝି ହେଇଯିବ। ସୁତରାଂ ସବୁ ଦିଗରୁ ଲାଭ ହେବ। ମନସ୍କାମନା ପୂର୍ଣ୍ଣ ହେବ। ଯାହା ଯାହା ଦରକାର ତାହା ମିଳିଯିବ। ଯିଏ ଏଇ ପୁଷ୍ୟା କର୍କଟ ରାଶି ବିଶିଷ୍ଟ ବ୍ୟକ୍ତିମାନେ ଯିଏ ଯାହା ଚାହୁଁଥିବେ, ଧନ, ବୃତ୍ତି, ଗୋ, ଭୂମି, ବନ୍ଧୁ, ସମ୍ମାନ, ତା ଅବଶ୍ୟ ମିଳିବ। ବିଦ୍ୟାର୍ଥୀଙ୍କର ବଢ଼ିଆ ବିଦ୍ୟା ହେବ। ଗବେଷକଙ୍କୁ ତାଙ୍କର ଗବେଷଣାର ଫଳ ମିଳିବ। ଆଉ ଯୁବ ଶ୍ରେଣୀଙ୍କୁ ସେମାନଙ୍କ ଜୀବନସାଥୀ ମିଳିଯିବ। ଏଇଭଳି ପୁଷ୍ୟା କର୍କଟର ବିଶେଷ ଲାଭ ହେବ। ବନ୍ଧୁ, ଆଜି ଏତିକି। ଆସନ୍ତାକାଲି ଆମେ ସିଂହ ରାଶି ଉପରେ କହିବା। ରହିଲି, ନମସ୍କାର।